ଆଜି ସକାଳୁ ଉଠିବା ପରେ ମୋତେ ଜଲ୍ଦି ଯିବାର ଥିଲା ନୀଳଗିରି, କାହିଁକିନା ଆମ ଅଫିସରେ ଆଜି ମିଟିଂ ଥିଲା। ତ ମୁଁ ସକାଳୁ ଉଠିକି ଗାଧେଇ ପାଧେଇ ଜଲ୍ଦି ବାହାରି ଗଲି ନୀଳଗିରି ଆମ ଅଫିସକୁ। ସେଠି ଯାଇକି ମୁଁ ଠିକ୍ ଟାଇମରେ ପହଞ୍ଚି ଯାଇଥିଲି। କିଛି ସମୟ ପରେ ଯେତେବେଳେ ସମସ୍ତେ ଆସିଲେ ଆମ ମିଟିଂ ଆରମ୍ଭ ହେଇଯାଇଥିଲା। ମିଟିଂ ସରିବା ପରେ ମୁଁ ଯାଇଥିଲି ନୀଳଗିରି ଜଗନ୍ନାଥ ମନ୍ଦିର ପାଖରେ ଥିବା ମା ମଙ୍ଗଳା ସୁଇଟ୍ସକୁ ଟିଫିନ୍ କରିବା ପାଇଁ। ଏଠି ଯାହା ବି ସବୁ ଖାଇବା ତିଆରି କରାଯାଏ ବିନା ପିଆଜ ଆଉ ରସୁଣରେ ତିଆରି କରାଯାଇଥାଏ, ଆଉ ୟାଙ୍କ ଖାଇବା ଗୁଡ଼ା ବହୁତ ଟେଷ୍ଟି ହେଇଥାଏ। ସେଠି ଖାଇସାରିବା ପରେ ମୁଁ ସିଧା ପଳେଇ ଆସିଥିଲି ଆମ ଦୋକାନକୁ। ଏଠିକି ଆସିକି ଦେଖେ ତ ଆମ ଦୋକାନ ପିଲାମାନଙ୍କ ପାଇଁ ଚାହା ଆସିଥିଲା। ଚାହା ପିଇ ସାରିବା ପରେ ଜଣେ ଭାଇ ଆସିଥିଲେ ଆମ ଦୋକାନକୁ ଭିଭୋ ମୋବାଇଲ ଗୋଟେ ଫାଇନାନ୍ସରେ ନେବା ପାଇଁ। ଭାଇଙ୍କର ମୋବାଇଲଟା ଫାଇନାନ୍ସ କରିଦେଇ ସାରିବା ପରେ ପ୍ରାୟତଃ କିଛି କାମ ନଥିଲା। ଯେତେବେଳେ ସନ୍ଧ୍ୟା ହେଲା ଆମେ ବାହାରି ଯାଇଥିଲୁ ନୀଳଗିରି ମାର୍କେଟ ସନ୍ଧ୍ୟାବେଳର ଟିଫିନ୍ ଆଣିବା ପାଇଁ। ଆମ ଦୋକାନ ପାଇଁ ଯେତେବେଳେ ସନ୍ଧ୍ୟା ବେଳର ଟିଫିନ୍ ଆସେ ପ୍ରାୟତଃ ନୀଳଗିରିର ଏଇ ମଉସା ଆଉ ମାଉସୀଙ୍କ ଦୋକାନରୁ ହିଁ ଆସେ, କାହିଁକିନା ୟାଙ୍କ ଦୋକାନରେ ଖାଇବା ଗୁଡ଼ା ସବୁ ଟେଷ୍ଟି ହେଇଥାଏ। ସେଇଠୁ ତେଲ ଭାଜି ଆଣି ସାରିବା ପରେ ଗୋଟେ ମୁଢ଼ି ପ୍ୟାକେଟଟେ ନେଇ ଆସିକି ଆମେ ଦୋକାନ ପଳେଇ ଆସିଲୁ। ଦୋକାନ ପାଇଁ ଯାହା ସବୁ ନେଇକି ଆସିଲେ ତାକୁ ଆମ ଦୋକାନର କୁନୁଛା ଭାଇ ଗୋଳେଇବାରେ ଲାଗିଗଲେ। ମୁଢ଼ି ଆଉ ତେଲ ଭାଜିକୁ ଗୋଳେଇ ସାରିବା ପରେ ତାକୁ ଠୁଙ୍ଗାରେ ଭର୍ତ୍ତି କରିଦେଇକି ସମସ୍ତଙ୍କୁ ଦେଇଦେଲେ, ଆଉ ଆମେ ମଧ୍ୟ ଖାଇବାରେ ଲାଗିଗଲେ। ମୋ ଭିଡ଼ିଓ ସବୁ ଯଦି ଆପଣମାନଙ୍କୁ ଭଲ ଲାଗୁଥିବ ତାହେଲେ ଗୋଟେ ଲାଇକ୍ କରିବେ। ମୁଁ ମୋ ଭିଡ଼ିଓରେ ଆଉ କଣ କଣ ସୁଧାର କରିପାରିବି କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ। ରହିଲି, ଶୁଭରାତ୍ରି।